श्रीमद्भागवत तृतीय स्कंध द्वितीय अध्याय श्रीशुक उवाच एमन्ते विदुर वचन शुणि उद्धव हत ज्ञान कृष्णचरणे चित्त देई उत्कंठेन पारई कही पांच बरसे तार मात प्रातः भोजने डाके सुत कृष्ण सेवारे देई मन उद्धव न करे भोजन कृष्ण सेवारे दिन गला स्वभावे बयस सरिला विदुर वाक्य शुणी कर्णे वचन न स्फुरे बदने कृष्ण चरणे देई मन मुहूर्ते रहिला मौन तक्षणे देह भाव छाड़ी कृष्ण भक्ति जले बुड़ी कृष्ण चरण सुधा पान करी पाइला दिव्य ज्ञान पुलक हेला रोम राजी अश्रु मुंचई चक्षु बुझी ध्याने होइला पूर्ण काम स्नेह सलीले कला स्नान ध्यान छड़ाई कृष्ण पादे पुणी मिलिला देह मध्य बेनी लोचन घसी करे निश्वास छाड़ी खर तरे विदुर मुख चाहि दुखे उद्धव कहे अश्रुमुखे उद्धव उवाच जादव मध्ये कृष्ण थाई सूर्यर प्राय प्रकाशई से सूर्य अस्ता चले गला निबिड़ तम प्रकाशिला मुएबे अति दुख शोके पड़ीछि अजगर मुखे आंभ कुशल काहि आर कहिबी शुण हे विदुर संसार मध्ये जेते जन सर्वे होइले भाग्यहीन देख अभाग्य जदुवंश बालक प्राय बुद्धिभ्रंश बसंती कृष्ण अंग संगे रात्र दिवस अनुरागे ताहांकु केही न जानिले चंद्र को मीन जेन्हे जले जादव कृष्ण संग मेले दीन हरंती कुतूहले संगते पाई नर हरि देखंती अनादर करी हरि हरि बोला अति निपुण से अटंती ज्ञानी हेले हे न जानती जार मायारे अन्य जने बैरी भाव चिंती मने कृष्णर माया बळे ग्रंथि मनुष्य प्राय से मणंती प्राणीक तपोबल चाहि नयने शरीर देखाई पुणी हरिले निज अंग प्राणीक चक्षु घेनी संग माया मनुष्य रूपे हरि अनंत लीला एबी हरि सर्वसंपद आत्मा तुले निज भुवने विजे कले धर्म कुमर यज्ञ काले देव मनुष्य ऋषि मेले जे रूप देखी तो समने कैवल्य लभिले लोचने ब्रह्मा सर्जना जेणु नोही तेणु सकल मन मोही
ଯେ କୃଷ୍ଣ ଅନୁରାଗ ମୁଖ ସୁନ୍ଦର ହାସ ରଙ୍ଗରେଖ ତେଣେ ମୋହିତ ଚିତ୍ତ ଧରି ମୋକ୍ଷ ଲଭିଲେ ବ୍ରଜ ନାରୀ ସେ ଶାନ୍ତ ରୂପ ଏକ ରୂପୀ ବସଇ ସର୍ବଭୂତେ ବ୍ୟାପୀ ତାର ବିଭୂତି ଦେବଗଣ ପୂଜନ୍ତି ତାହାର ଚରଣ ଦେବଙ୍କ ଅର୍ଥେ ସେ ମୁରାରୀ ଜନ୍ମଇ ନାନା ରୂପ ଧରି ସ୍ୱଭାବେ ଜନ୍ମ ଯାର ନାହିଁ ନିମିତ୍ତ ଅର୍ଥେ କଳ୍ପେ ଦେହି ଅଗ୍ନି ଯେ ସନେ ନାନା ମତେ ଯତନେ ଜଳଇ ଜଗତେ ଏକଥା ମୋତେ ଖେଦ କରେ ସେ ଜନ୍ମି ବସୁଦେବ ଘରେ କଂସର ଡରେ ଗୋପ ମେଳେ ଲୁଚି ଯେ ଥିଲେ ବାଳ କାଳେ ତହୁଁ ମଥୁରାପୁରେ ଆସି ଗଜ ଚାଣୁର କଂସ ନାସି ଯାଇଣ ମାତା ପିତା ପାଶ ବୋଇଲେ କ୍ଷମା କର ଦୋଷ ତୁମ୍ଭଙ୍କୁ ନିଶ୍ଚିନ୍ତନ କରି ବିଅର୍ଥେ ବଞ୍ଚେ ଦେହ ଧରି ସେ କଥା ବିଡ଼ମ୍ବନ ମୋତେ ହୃଦୟେ ଦହେ ଅବିରତେ ତାର ଚରଣ ରେଣୁ ଗନ୍ଧ ଆଘ୍ରାଣ କରି ନାସାରନ୍ଧ କେତା ପାଶୋରି ପାରେ ଚିତ୍ତେ ସୁଦୃଢ଼ ଯୋଗାଭ୍ୟାସେ ନିତ୍ୟେ ଭୂମିର ଭାର ନାଶ ଅର୍ଥେ ତାହାର ଜନ୍ମ ଏ ଜଗତେ ତୁମ୍ଭେ ତ ଦେଖିଅଛ ଡୋଳେ ଧର୍ମନନ୍ଦନ ଯଜ୍ଞ କାଳେ ଯାହାକୁ ଶିଶୁପାଳ ନିନ୍ଦି ତକ୍ଷଣେ ତାର ଦେହ ଭେଦି ଲୁଚିଲା ଅଭୟ ଚରଣେ ରହିଲା ଅଜରା ମରଣେ ଯେ ଗତି ଯୋଗୀ ଜନେ ଚିନ୍ତି ଜନ୍ମ ମରଣୁ ନିସ୍ତରନ୍ତି ତାର ବିଯୋଗ କେବା ସହେ ଯେବା ଜଗତେ ଦେହ ବହେ ଦେଖ ଭାରତ ଯୁଦ୍ଧେ ଯେତେ ରଥି ପଦାତି ଅପ୍ରମିତେ ଭୂଲୋକେ ଯେତେ ବୀର ଥିଲେ ମରଣେ ତା ମୁଖ ଦେଖିଲେ ଅର୍ଜୁନ ବାଣେ କ୍ଷୀଣ ହୋଇ ପଶିଲେ ତାର ଦେହେ ଯାଇ ତ୍ରୈଲୋକ୍ୟନାଥ ସେ ଅନନ୍ତ ସ୍ୱଭାବେ କମଳାର କାନ୍ତ ତ୍ରିଦଶ ଦେବେ ତା ଚରଣେ ସେବା କରନ୍ତି ଅନୁକ୍ଷଣେ ଯାର ସମାନ ବା ଅଧିକ ନାହିଁ ଏ ଚତୁର୍ଦଶ ଲୋକ ସେ ପୁଣି ସ୍ଥାପି ରାଜପଦେ ପୂଜିଲା ଉଗ୍ର ସେନ ପାଦେ ଭୃତ୍ୟର ଭୃତ୍ୟ ଅଟେ ଯେହୁ ତାହାକୁ ଆଜ୍ଞା ମାଗେ ସେହୁ ଏକଥା ଦେଖି ହେବି ଦୂର ଅତି ଦୁଃଖିତ ଚିତ୍ତ ମୋର ଦେଖ ପୂତନା ଧାତ୍ରୀ ରୂପେ ସ୍ତନ ନିବେଶିତାର ମୁଖେ କ୍ଷୀର ଗରଳ ସଙ୍ଗେ ଦେଇ ପଶିଲା ତାର ଦେହେ ଯାଇ ସେ ଦୟା ନିଧିର ଚରଣ କେବା ନ ପଶିଲା ଶରଣ ଯେତେ ଅସୁର ଏ ଜଗତେ ନସିଲେ ଗୋବିନ୍ଦର ହସ୍ତେ ହରି ହରି ବୋଲା ଗରୁଡ଼ କନ୍ଧେ ତାକୁ ଚାହିଁ ପଶିଲେ ତାର ଦେହେ ଯାଇ ସେ ଭାଗବତ ମଧ୍ୟେ ସାର କିଏ ବା ଦେବା ପଟାନ୍ତର କଂସରାଜାର ବନ୍ଦୀ ଘରେ ଜନ୍ମିଲା ଦେବକୀ ଉଦରେ ବ୍ରହ୍ମାଙ୍କ ବୋଲେ ହୃଷିକେଶ ଧରଣୀ ଭାର କଲେ ନାଶ ସେ ବସୁ ଦେବ କଂସ ଡରେ ନେଇ ଥୋଇଲା ନନ୍ଦ ଘରେ ଗୋପତେ ସଙ୍ଗେ ହଳଧର ବଢ଼ିଲେ 11 ବତ୍ସର ଗୋପ ବାଳକ ସଙ୍ଗେ ଥାଇ ବନେ ଚରାନ୍ତି ନିତ୍ୟ ଗାଇ ବେଣୁ
ବଦ ସିଙ୍ଗାନାଦେ ବନେ ବୁଲନ୍ତି ଅପ୍ରମାଦେ ଯମୁନା କୂଳେ ଥାଇ ନିତ୍ୟେ ଭୃଙ୍ଗ କୋକିଳ ଗୀତ ନାଦେ ବରଜ ବାସୀଙ୍କ ଲୋଚନେ କୁମାର ଲୀଳା ଅନୁମାନେ ଯମୁନା କୂଳେ ଥାଇ ନିତ୍ୟେ ଭୃଙ୍ଗ କୋକିଳ ନାଦ ଗୀତେ ବରଜ ବାସୀଙ୍କ ଲୋଚନେ କୁମାର ଲୀଳା ଅନୁଦିନେ। ହରି ହରି ବୋଲ। ରୋଦନ ହସନ ଖେଳନେ ନିରତେ ବସେ ତାଙ୍କ ମନେ ବାଳ ସିଂହର ପ୍ରାୟ ଚାହେଁ ଯେ କାଳେ ଯେ ଲୀଳା ଦେଖାଏ ଦିନକୁ ଦିନ ଶୋଭାବନ୍ତ ବନେ ବୁଲଇ ନନ୍ଦ ସୁତ ଗୋଧନ ଦେଖି ଗୋପ ସଙ୍ଗେ ବେଣୁ ବଜାଇ ନାନା ରଙ୍ଗେ କଂସର ଆଜ୍ଞାରେ ଅସୁର ଯେତେ ମିଳିଲେ ଗୋପପୁର ପୁତନା ଆଦି ମାୟା ରୂପୀ ମିଳିଲେ ବନଗିରି ବ୍ୟାପୀ ତାହାଙ୍କୁ କରି ବାଳ ଖେଳା ହେଳେ ମାଇଲେ ନନ୍ଦବଳା ଯମୁନା ବିଷ ଜଳ ଖାଇ ମରୁ ଯେ ଥିଲେ ଗୋପ ଗାଈ ତାଙ୍କୁ ଜିଆଇ ନନ୍ଦବାଳ ଅମୃତ କଲା ବିଷ ଜଳ ଇନ୍ଦ୍ର ଉତ୍ସବ ଭଙ୍ଗ କରି ଗୋପଙ୍କୁ ପୂଜାଇଲେ ଗିରି ଯଜ୍ଞ ବିଭଙ୍ଗେ କୋପ କରି ଇନ୍ଦ୍ରବର ସେ ଘୋର ବାରି ଗୋରୁ ଗୋପାଳଙ୍କ ବିକଳ ତକ୍ଷଣେ ଦେଖି ନନ୍ଦବାଳ ଛତ୍ର ଆକାରେ ଗିରି ଧରି ରଖିଲେ ଗୋପପୁର ଶିରି। ହରି ହରି ବୋଲ। ଶରଦ ଚନ୍ଦ୍ର ନିଶି ଚାହିଁ କାନନେ ବେଣୁ ନାଦ ବାଇ ସେ ଗୋପୀ ମଣ୍ଡଳ ମଣ୍ଡନ ରାସ ଉତ୍ସବେ ଭଗବାନ 16 ସହସ୍ର ଗୋପନାରୀ ରମିଲେ ନାନା ରୂପ ଧରି ତାର ମହିମା କେ କହିବ ଯାହା ନ ଜାଣେ ବ୍ରହ୍ମା ଶିବ ସେ ହରି ଚରଣ କମଳେ ସୁଜନେ ଚିନ୍ତ ଧ୍ୟାନ ବଳେ ବିଦୁର ଉଦ୍ଧବ ସମ୍ବାଦ ଶୁଣନ୍ତେ ନ ଲାଗେ ପ୍ରମାଦ ଏଣେ ଗୋବିନ୍ଦ ପାଦେ ରସ କହଇ ଜଗନ୍ନାଥ ଦାସ ଭାବେ କହଇ ଜଗନ୍ନାଥ ଦାସ ଭାବେ କହଇ ଜଗନ୍ନାଥ ଦାସ। ହରି ହରି ବୋଲ। इति श्रीमद्भागवते महापुराणे पारमहंस्यां संहितायां तृतीय स्कंदे विदुर उद्धव संवादे द्वितीयो अध्यायः।